Hello students, welcome to Vigyan History classes. First to second year ଭାରତ ଇତିହାସର ଆଉ ଏକ ବିଷୟରେ ଆଲୋଚନା କରିବା। ବିଷୟ ନାଁ ହେଉଛି ଷଷ୍ଠ ଶତାବ୍ଦୀରେ ଧର୍ମ ସଂସ୍କାର ଆନ୍ଦୋଳନ। ଏକ ଜୈନ ଧର୍ମ ଏବଂ ବୌଦ୍ଧ ଧର୍ମ ଉପରେ ପର୍ଯ୍ୟବେସିତ ଅଛି। ତାହେଲେ ଦେଖିବା ଯେ ଧର୍ମ ସଂସ୍କାର ଆନ୍ଦୋଳନ କ'ଣ? ନା ଯେତେବେଳେ ପରବର୍ତ୍ତୀ ବୈଦିକ ଯୁଗର କର୍ମକାଣ୍ଡ ଏବଂ ଜାତି ପ୍ରଥା ନେଇକି ଯେତେବେଳେ ବୈଶ୍ୟ ଏବଂ ଶୂଦ୍ର ତଥା ଅସ୍ପୃଶ୍ୟ ମାନଙ୍କ ସ୍ଥାନକୁ ନେଇକି ଯେତେବେଳେ ଜଟିଳତା ଆଡ଼କୁ ଗତି କରିଥିଲା ସମାଜ, ସେତେବେଳେ ଦୁଇଟି ଧର୍ମ ଅଭ୍ୟୁଦୟ ହୋଇଥିଲା। ତାହା ହେଉଛି ଜୈନ ଧର୍ମ ଏବଂ ବୌଦ୍ଧ ଧର୍ମ। ଏହାର ପ୍ରବକ୍ତା ହେଉଛନ୍ତି ଜୈନ ଧର୍ମର ହେଉଛନ୍ତି ମହାବୀର ଜିନ ଏବଂ ବୌଦ୍ଧ ଧର୍ମର ହେଉଛନ୍ତି ଗୌତମ ବୁଦ୍ଧ। ଏମାନଙ୍କର ଧର୍ମ ସଂସ୍କାର ଆନ୍ଦୋଳନ ଥିଲା ଯେଉଁ ସମାଜ ଯେଉଁ ଜଟିଳରୁ ଜଟିଳତର ହେବାକୁ ଲାଗିଥିଲା, ତାହାକୁ ସମାଜକୁ ଶାନ୍ତ କରିବା ପାଇଁ ଏହି ଧର୍ମ ଗୁଡ଼ିକ ଉତ୍ଥାନ ହୋଇଥିଲା। ତାହେଲେ ସେଗୁଡ଼ିକ ବିଷୟରେ ଆମେ ଆଲୋଚନା କରିବା। ପରବର୍ତ୍ତୀ ବୈଦିକ ଯୁଗର ପ୍ରଭାବ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ବଳବତ୍ତର ରହିଥିଲା। ଏହି ସମୟରେ କାଶୀ, କୋଶଳ, ଅଙ୍ଗ, ମଗଧ, ମତ୍ସ୍ୟ ଆଦି 16 ମହାଜନ ପଦର ଉତ୍ଥାନ ଘଟିଥିଲା। ସମାଜର ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟ ଏବଂ ବୈଦିକ କର୍ମକାଣ୍ଡର ଜଟିଳତା କାୟ ବିସ୍ତାର କରିବାରେ ଲାଗିଥିଲା। ଯଜ୍ଞ ଆଦି ବହୁତ ଗୁଡ଼ିଏ ହେଉଥିଲା। ଯଜ୍ଞ ଦ୍ୱାରା ଆମେ ସବୁ କାର୍ଯ୍ୟ ସିଦ୍ଧି କରିପାରିବା। ପଶୁ ବଳି ଏସବୁ ଉପରେ ମଧ୍ୟ ବହୁତ ଗୁଡ଼ିଏ ଅନ୍ଧବିଶ୍ୱାସ ଜାତ ହୋଇଥିଲା। ତେଣୁ କର୍ମକାଣ୍ଡ ଏହାର ବୈଦିକ କର୍ମକାଣ୍ଡ ଜଟିଳରୁ ଆହୁରି ଜଟିଳ ହେବାକୁ ଲାଗିଲା। ଯଜ୍ଞ, ପଶୁ ବଳି ଏବଂ ବ୍ୟୟବହୁଳ ପୂଜା ପଦ୍ଧତି ଆଦି ସମାଜକୁ ଗ୍ରାସ କରିଥିଲା। ଫଳରେ ବୈଶ୍ୟ, ଶୂଦ୍ର ତଥା ଅସ୍ପୃଶ୍ୟ ମାନଙ୍କର ସ୍ଥାନ ସମାଜର ଅତି ନ୍ୟୁନ ହେବାକୁ ଲାଗିଲା। ତେଣୁ ବ୍ରାହ୍ମଣ ଧର୍ମର ବିରୋଧାଭାସ ଭାବରେ ଜୈନ ଧର୍ମ ଏବଂ ବୌଦ୍ଧ ଧର୍ମର ଉତ୍ଥାନ ଘଟିଥିଲା। ଏହି ଧର୍ମଦ୍ୱୟର ନୀତି ଏବଂ ପ୍ରଭାବ ଭାରତ ଇତିହାସକୁ ରୁଦ୍ଧିମନ୍ତ କରିଥିଲା। ତାହେଲେ ଚାଲ ଦେଖିବା ଆମେ ଜୈନ ଧର୍ମ ବିଷୟରେ। ଜୈନ ଧର୍ମ ବ୍ରାହ୍ମଣ ଧର୍ମକୁ ପ୍ରଥମେ ଶକ୍ତ ଧକ୍କା ଦେଇଥିଲା। ଜୈନ ଧର୍ମ ସମସ୍ତ ଇନ୍ଦ୍ରିୟକୁ ଜୟ କରିବା ପାଇଁ ଜିନତ୍ୱ ପ୍ରାପ୍ତି କରିଥିବା ବ୍ୟକ୍ତି ଜୈନ ନାମରେ ପରିଚିତ। ଜୈନ ଧର୍ମ କେବଳ ଜଣଙ୍କ ଦ୍ୱାରା ପ୍ରଚାରିତ ହୋଇନଥିଲା। ଏହି ଧର୍ମ 24ଟି ତୀର୍ଥଙ୍କରଙ୍କ ଦ୍ୱାରା ପରିପୃଷ୍ଟ ହୋଇଥିଲା। ତାହେଲେ ଇନ୍ଦ୍ରକୁ ଯେ ଜୟ କରେ ତାଙ୍କୁ ଜିନ କୁହାଯାଏ। ତେଣୁ ଜୈନ ଧର୍ମ କେବଳ ଜଣେ ପ୍ରଚାର କରିଥିଲେ। ଆମେ କହିବା ଜୈନ ଧର୍ମର ପ୍ରବକ୍ତା ହେଉଛନ୍ତି ମହାବୀର ଜିନ। ଜୈନ ଧର୍ମର ପ୍ରବକ୍ତା ମହାବୀର ଜିନ, ବର୍ଦ୍ଧମାନ ମହାବୀର ଜିନ। କିନ୍ତୁ ସେ ପ୍ରଥମେ ଏହାକୁ ଆରମ୍ଭ କରିନଥିଲେ। ତାଙ୍କ ପୂର୍ବରୁ ମଧ୍ୟ ଆହୁରି ଅନେକ ତୀର୍ଥଙ୍କର ଥିଲେ। ତେଣୁ ଏହି ଧର୍ମରେ 24ଟି ତୀର୍ଥଙ୍କରଙ୍କ ଦ୍ୱାରା ପରିପୃଷ୍ଟ ହୋଇଥିଲା। ଜୈନ ଧର୍ମର ପ୍ରବକ୍ତା ପ୍ରଥମ ତୀର୍ଥଙ୍କର ଋଷଭନାଥ ବା ଆଦିନାଥଙ୍କ ଠାରୁ ଆରମ୍ଭ ନେମିନାଥଙ୍କ ପର୍ଯ୍ୟନ୍ତ 22ତମ ତୀର୍ଥଙ୍କର ନେମିନାଥଙ୍କ ପର୍ଯ୍ୟନ୍ତ। 22ତମ ତୀର୍ଥଙ୍କର କାହାରି ସମ୍ବନ୍ଧରେ ଐତିହାସିକ ଉପାଦାନ ମିଳିନଥିଲା। କୌଣସି ଉପାଦାନରୁ ଆମକୁ ପ୍ରମାଣ ମିଳିନି 22ତମ ତୀର୍ଥଙ୍କର ପର୍ଯ୍ୟନ୍ତ କିଏ ଅଛନ୍ତି ବୋଲି କିଛି ଜଣା ପଡୁନି। କେବଳ ଋଷଭନାଥ, ନେମିନାଥ ଏବଂ ମହାବୀର ଜିନଙ୍କ ବିଷୟରେ ଜଣା ପଡିଛି। ମାତ୍ର ତ୍ରୟୋବିଂଶ ଶତାବ୍ଦୀରେ ପାର୍ଶ୍ୱନାଥ ଜୈନ ଧର୍ମକୁ ସାକାର ରୂପରେଖ ପ୍ରଦାନ କରିଥିଲେ। ତ୍ରୟୋବିଂଶ
शताब्दी तीर्थंकर थिले केते त्रयोविंश माने 23तम तीर्थंकर पार्श्वनाथ जैन धर्म को बहुत आगु को नहीं जाइथिले। से अहिंसा, सत्य, अस्तेय एवं अपरिग्रह यही चारोटी महासत्य प्रकाश करथिले, जहाकू चतुर्जाम धर्म नाम विख्यात पाइथिला। पुणी आउथरे कहि दउची अहिंसा, सत्य, अस्तेय, अपरिग्रह एटा होची चतुर्जाम धर्म। तापर देखिबा वर्धमान महावीरंकर जीवनी विषय। वर्धमान महावीर जैन धर्म चतुर्विंश बा शेष तीर्थंकर थिले, 24तम तीर्थंकर थिले। जैन धर्म को एक स्वयं संपूर्ण धर्म रे परिणत करी तार प्रचार एवं प्रसार पाई महावीर निजको नियोजित करथिले। ब्राह्मण मानकर प्राधान्य एवं वेद को से अस्वीकार करथिले। जैन धर्म को पूर्ण रूपे प्रतिष्ठा करथिले महावीर। ब्राह्मण मानकर प्राधान्य दिन को दिन बढ़िबारे लागिथिला परवर्ती वैदिक युग रे। तेणु वेदर कर्मकांड उपरे से संपूर्ण भाव रे अस्वीकार करुथिले, जे से केवल कर्म उपरे ही विश्वास करने लोक मानक प्रवक्ताउथिले। से कहते ब्राह्मण मानक ऊपर विश्वास कर नाही, कौन सी देवादेवी मिछ कर्मकांड उपर विश्वास कर नाही बोली जैन धर्म रे कह जाउथिला। जैन धर्म को पूर्ण रूप रे प्रतिष्ठा करबा थिला महावीरंकर। तांकर बाणी सर्वजनादृत होई ख्रीष्टपूर्व 6ठ शताब्दी रे देखा जाइतिला धार्मिक जटिलतार समाधान करथिले। ताले कौन थिला से तांकर बाणी द्वारा एवं सरल अति सरल बाणी थिला तांकर, जहा कि साधारण लोकटिए मध्य ताकू बुझी पारिबो, जानी पारिबो। निज जीवन रे मध्य जीवन रे से सामाजिक जीवन हो राजनीतिक जीवन हो ताकू लगेई कि से कार्यटिए करि पारिबो। वर्धमान महावीर ख्रीष्टपूर्व 540 रे उत्तर बिहार अंतर्गत वैशाली निकटस्थ कुंद ग्राम रे जन्म ग्रहण करथिले। ताले वर्धमानकर जन्म को नहीं कि मध्य कंट्रोवर्सी रहिछि, द्विमत रहिछि कि सेटा ख्रीष्टपूर्व 540 कि ख्रीष्टपूर्व 599। को बही रे 540 लिखा होइछि एवं को बही रे मध्य 599 मध्य रहिछि। तेणु से उत्तर बिहार अंतर्गत वैशाली निकटस्थ कुंद ग्राम रे जन्म ग्रहण करथिले। तांको पिता सिद्धार्थ ज्ञान्त्रिक मानंग मुख्य रूपे विदित थिले। तांको माता त्रिशला थिले विदेहर प्रभावशाली लिच्छवी राजा चेतकंकर भग्नी। तांको बापा थिले सिद्धार्थ जे कि ज्ञान्त्रिक राजवंशर एवं माता थिले त्रिशला जे विदेहर प्रभावशाली लिच्छवी राजा चेतकंकर भग्नी। लिच्छवीर जे राजा थिले तांकर भौणी थिले त्रिशला। जनश्रुति अनुसार ऋषभंकर पत्नी देवानंदांकर गर्भर भ्रूण हरण करा जाई त्रिशलांग गर्भरे रोपण करा जाइथिला। ए सब लोकवाणी थिला। मथुरार एक जैन स्थापत्य एही दृश्य प्रदर्शन करिथाय। महावीरंकर प्रकृत नाम थिला वर्धमान। महावीर प्रकृत नाम कौन थिला? वर्धमान। समय क्रमे से महावीर नाम रे प्रसिद्धि लाभ करथिले। जैन धर्म मध्य तांकु नटपुत्र
ନଟପୃତ ଭାବରେ ବର୍ଣ୍ଣନା କରିଛି। ସେ ମଧ୍ୟ କାଶବ ତଥା ବେଶାଳୀୟ ରୂପରେ ପରିଚିତ। କାଶବ ଏଇଥିପାଇଁ ନା ସେ କାଶ୍ୟପ ଗୋତ୍ରର ଥିଲେ, ବେଶାଳୀ ଏଇଥିପାଇଁ ନା ବୈଶାଳୀରେ ତାଙ୍କର ଜନ୍ମସ୍ଥାନ ବୋଲି। ବାଲ୍ୟକାଳରେ ମହାବୀର ରାଜକୀୟ ପ୍ରାଚୁର୍ଯ୍ୟ ମଧ୍ୟରେ ପରିପାଳିତ ହୋଇଥିଲେ। ଉପଯୁକ୍ତ ସମୟରେ ତାଙ୍କୁ ଧର୍ମଶାସ୍ତ୍ର, ନୀତିଶାସ୍ତ୍ର, ଯୁଦ୍ଧବିଦ୍ୟା ତଥା ରାଜଶାସନ ଇତ୍ୟାଦି ଶିକ୍ଷା ପ୍ରଦାନ କରାଯାଇଥିଲା। ଉପଯୁକ୍ତ ସମୟରେ ତାଙ୍କୁ ଜଣେ ରୂପବତୀ ତରୁଣୀ ଯଶୋଦାଙ୍କ ସହ ବିବାହ କରାଇ ଦିଆଯାଇଥିଲା। ବର୍ଦ୍ଧମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ଥିଲା। ଯଶୋଦାଙ୍କ ଠାରୁ ଏକ କନ୍ୟା ଜାତ ହୋଇଥିଲା। ତାଙ୍କର ନାମ ଥିଲା ଅନଜା ବା ପ୍ରିୟଦର୍ଶିନୀ। ବୈବାହିକ ଜୀବନ ଆନନ୍ଦରେ ଅତିବାହିତ କରୁଥିଲେ ମଧ୍ୟ ବର୍ଦ୍ଧମାନ ସର୍ବଦା ଚିନ୍ତାଶୀଳ ରହୁଥିଲେ। ସଂସାରର ଭୋଗ ବିଳାସ ବ୍ୟସନ ଇତ୍ୟାଦି ତାଙ୍କୁ ଶାନ୍ତି ପ୍ରଦାନ କରିବାକୁ ସମର୍ଥ ହେଲା ନାହିଁ। ପିତା ସିଦ୍ଧାର୍ଥ ଏବଂ ମାତା ତ୍ରିଶଳାଙ୍କର ମୃତ୍ୟୁ ତାଙ୍କ ମନରେ ଗଭୀର ରେଖାପାତ କରିଥିଲା। ବାପା ମା ଯେତେବେଳେ ତାଙ୍କର ମରିଗଲେ ସେତେବେଳେ ସେ ବହୁତ ଚିନ୍ତାଗ୍ରସ୍ତିତ ଥିଲେ ଆଉ ତାଙ୍କ ମନକୁ ବହୁତ କଷ୍ଟ ମଧ୍ୟ ହେଇଥିଲା। ସଂସାରର କ୍ଷଣଭଙ୍ଗୁରତା ସମ୍ପର୍କରେ ସେ ସଚେତନ ହେଲେ। ମଣିଷ ଜନ୍ମ ହେଇଛି ମାନେ ମୃତ୍ୟୁ ତାର ନିଶ୍ଚିତ, ତେଣୁ ସେ ବିଷୟରେ ସେ ଜାଣିବାକୁ ପାଇଲେ। ଜନ୍ମ ମୃତ୍ୟୁର ରହସ୍ୟ ଉନ୍ମୋଚନ କରିବା ପାଇଁ ସେ ବ୍ୟାକୁଳ ହୋଇ ଉଠିଲେ ଏବଂ 30 ବର୍ଷ ବୟସରେ ଗୃହତ୍ୟାଗ କରି ସନ୍ନ୍ୟାସୀ ହୋଇଗଲେ। ତାହେଲେ ଦେଖିବା ତାଙ୍କର ସନ୍ନ୍ୟାସୀ ଜୀବନ କିଭଳି ଥିଲା। ସନ୍ନ୍ୟାସୀ ଜୀବନ। କୁନ୍ଦଗ୍ରାମ ତ୍ୟାଗ କରିବା ପରେ ପରେ ମହାବୀର ଦୀର୍ଘ 12 ବର୍ଷ ଧରି ସନ୍ନ୍ୟାସୀ ଜୀବନ ଯାପନ କରିଥିଲେ। ଶେଷରେ ସେ ଦିଗମ୍ବର, ଯାହାକୁ ଆମେ ବସ୍ତ୍ର ଶୂନ୍ୟ ହୋଇ ଭାରତର ବିଭିନ୍ନ ସ୍ଥାନରେ ଜଣେ ସନ୍ନ୍ୟାସୀ ରୂପରେ ଭ୍ରମଣ କରିଥିଲେ। ଏହି ଭ୍ରମଣ ସମୟରେ ପର୍ବତ, ଅରଣ୍ୟ, ପଥପ୍ରାନ୍ତ, ବୃକ୍ଷମୂଳ, ନଦୀତୀର ଇତ୍ୟାଦି ସ୍ଥାନରେ ଦିବସ ଅବା ରାତ୍ରି ସେ ଧ୍ୟାନମଗ୍ନ ରହୁଥିଲେ। ଏହିପରି ଭ୍ରମଣ କରିବା ସମୟରେ ଲାଢ଼, ଯୋଉଟା ବଙ୍ଗଦେଶର ଲାଢ଼ର କତିପୟ ପୃଷ୍ଠ ବ୍ୟକ୍ତିଙ୍କର ଇଙ୍ଗିତରେ କୁକୁରମାନେ ତାଙ୍କୁ ଆକ୍ରମଣ କରି କ୍ଷତାକ୍ତ ମଧ୍ୟ କରିଥିଲେ। ସେ ଯେତେବେଳେ ବିନା ବସ୍ତ୍ରରେ ବୁଲୁଥିଲେ ତାଙ୍କୁ କଣ କୁହାଯାଏ ନା ଦିଗମ୍ବର କୁହାଯିବ। ବିନା ବସ୍ତ୍ରରେ ବୁଲୁଥିବା ଜୈନ ସନ୍ନ୍ୟାସୀ ମାନଙ୍କୁ ଦିଗମ୍ବର କୁହାଯାଏ ଏବଂ ସିଏ ଲୋକମାନେ ତାଙ୍କୁ ପରିହାସ କରୁଥିଲେ, କୋଉମାନେ ତାକୁ ହଇରାଣ କରୁଥିଲେ, କୁକୁର ଲଗେଇ ଦଉଥିଲେ ଏବଂ କେତେକ ସ୍ଥାନରେ ତାଙ୍କୁ ମଧ୍ୟ ବହୁତ ଇଙ୍ଗିତର ଶିକାର ହେବାକୁ ପଡୁଥିଲା। କେତେକ ସ୍ଥାନରେ ତାଙ୍କ ଉପରକୁ ପଚା ଫଳ, ଟେକା, ଖପରା, କାଷ୍ଠ ଇତ୍ୟାଦି ନିକ୍ଷେପ କରାଯାଉଥିଲା। ମହାବୀର ସେଥିପ୍ରତି ଦୃଷ୍ଟି ନ ଦେଇ କଠୋର ତପସ୍ୟାରେ ମଗ୍ନ ରହୁଥିଲେ। ଏଇଭଳି ଭାବରେ ଦୀର୍ଘ 12 ବର୍ଷ କଠୋର ଆତ୍ମସଂଯମର ବିନିଯୋଗ କରି ମହାବୀର 42 ବର୍ଷ ବୟସରେ ବୈଶାଖ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଜୁମ୍ବିକା ଗ୍ରାମ ନିକଟରେ ପ୍ରବାହିତ ରିଜୁବାଳିକା ନଦୀ ତଟସ୍ଥ ଏକ ଶାଳ ବୃକ୍ଷ ମୂଳରେ ଧ୍ୟାନମଗ୍ନ ଥିଲାବେଳେ ଦିବ୍ୟ ଜ୍ଞାନ ବା କୈବଲ୍ୟ ପ୍ରାପ୍ତ ହୋଇଥିଲା। ସେଥିପାଇଁ ସେ କେବଳୀନ ରୂପରେ ପରିଗଣିତ ହେଲେ। ତାହେଲେ ତାଙ୍କୁ କଣ ନା 42 ବର୍ଷ ବୟସରେ ବୈଶାଖ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ଜୁମ୍ବିକ ଗ୍ରାମ ନିକଟରେ ପ୍ରବାହିତ ରିଜୁପାଳିକା ନଦୀ ନିକଟସ୍ଥ, କୋଉ ନଦୀ? ରିଜୁପାଳିକା ନଦୀ କୋଉଠି ନା ଶାଳ ବୃକ୍ଷ ମୂଳରେ ଧ୍ୟାନମଗ୍ନ ହେଇଥିଲେ। ସିଏ ଯୋଉ ଦିବ୍ୟ ଜ୍ଞାନ, ସେଠି ଯୋଉ ଦିବ୍ୟ ଜ୍ଞାନ ପାଇଲେ ତାକୁ ଆମେ କଣ କହିବା? କୈବଲ୍ୟ ପ୍ରାପ୍ତ ହୋଇଛନ୍ତି ବୋଲି କହିବା। ସେଇ କୈବଲ୍ୟ ପ୍ରାପ୍ତ ହବା ଫଳରେ ତାଙ୍କୁ ଆମେ କଣ କହିବା ନା କେବଳୀନ ବୋଲି କହିବା, ନା ସର୍ବଜ୍ଞାନର ସ୍ରଷ୍ଟା ଯିଏ। ସଂସାରର ବନ୍ଧନକୁ ଛିନ୍ନ କରିଥିବାରୁ ସେ ନିଗ୍ରନ୍ଥ ନାମରେ ସିଦ୍ଧ ହେଲେ। ତାହେଲେ ତାଙ୍କୁ କଣ କୁହାଗଲା ନା ତାଙ୍କୁ ସଂସାରର ସବୁ ମୋହ ତ୍ୟାଗ କଲେ, ଘର ତ୍ୟାଗ କଲେ, ସ୍ତ୍ରୀ ତ୍ୟାଗ କଲେ, ସଂସାର ତ୍ୟାଗ କଲେ,
ଆଉ ଏମିତି କି ବସ୍ତ୍ର ମଧ୍ୟ ତ୍ୟାଗ କରିଦେଲେ। ତେଣୁ ସିଏ ସବୁ ତ୍ୟାଗ କରିବାକୁ କରିଥିବାରୁ ତାଙ୍କୁ ନିଗ୍ରନ୍ଥ ବୋଲି କୁହାଯାଏ। ସମସ୍ତ କାମନା ବାସନା ଆସକ୍ତି ତଥା ଇନ୍ଦ୍ରିୟକୁ ଜୟ କରିଥିବାରୁ ସେ ଜିନ ରୂପରେ ବିଖ୍ୟାତ ହୋଇଥିଲେ। ତାହେଲେ ଜିନର ଅର୍ଥ କଣ ଯଦି କହିବା ତାହେଲେ କଣ ନା ସମସ୍ତ କାମନା ବାସନା ଆସକ୍ତି ତଥା ଇନ୍ଦ୍ରିୟକୁ ଜୟ କରିଥିବାରୁ ତାଙ୍କୁ ଜିନ ବୋଲି କୁହାଯାଏ। ତାଙ୍କ ଦ୍ୱାରା ପ୍ରଚାରିତ ଧର୍ମ ଜୈନ ଧର୍ମ ନାମରେ ନାମିତ ହୋଇଥିଲା। ଦେଖିବା ଧର୍ମ ପ୍ରଚାର କଣ ଥିଲା। କୈବଲ୍ୟ ପ୍ରାପ୍ତି ପରେ ମହାବୀର ଜୈନ ଧର୍ମର ପ୍ରଚାର ପାଇଁ ତତ୍ପର ହୋଇ ଉଠିଲେ। ସର୍ବପ୍ରଥମେ ମଗଧର ପୁରାତନ ରାଜଧାନୀ ରାଜଗୃହ ନିକଟସ୍ଥ ବିପୁଳାଚଳ ଠାରେ ସେ ନିଜର ଧର୍ମ ପ୍ରଚାର କରିଥିଲେ। 11 ଜଣ ବ୍ରାହ୍ମଣଙ୍କୁ ଜୈନ ଧର୍ମରେ ଦୀକ୍ଷିତ କରାଇଥିଲେ। ସେ କ୍ଷତ୍ରିୟ ହୋଇଥିବାରୁ କ୍ରମଶଃ ବିଭିନ୍ନ ରାଜ୍ୟରେ ରାଜାମାନେ ଏହି ଧର୍ମକୁ ଗ୍ରହଣ କରିବାରେ ଆଗଭର ହୋଇଥିଲେ। ପୁତ୍ର ଅଜାତଶତ୍ରୁ ତଥା ରାଜକର୍ମଚାରୀ ଏବଂ ମଗଧର ଅସଂଖ୍ୟ ପ୍ରଜା ଜୈନ ଧର୍ମରେ ଦୀକ୍ଷିତ ହୋଇଥିଲେ। ଅବନ୍ତୀର ରାଜା ଚଣ୍ଡପ୍ରଦ୍ୟୋତ ମଧ୍ୟ ଏହି ଧର୍ମ ଗ୍ରହଣ କରିଥିଲେ। ଦୀର୍ଘ 30 ବର୍ଷ କାଳ ମଗଧ ଅବନ୍ତୀ ବୈଶାଳୀ ଅଙ୍ଗ ଚମ୍ପା ମିଥିଳା ଶ୍ରାବସ୍ତୀ ଇତ୍ୟାଦି ସ୍ଥାନମାନଙ୍କରେ ନିଜର ଧର୍ମ ମତ ପ୍ରଚାର କରି ବର୍ଦ୍ଧମାନ ମହାବୀର ଖ୍ରୀଷ୍ଟପୂର୍ବ 527 ବା ଖ୍ରୀଷ୍ଟପୂର୍ବ 478 ରେ 72 ବର୍ଷ ବୟସରେ ବିହାରର ପାବା ଠାରେ ମୃତ୍ୟୁବରଣ କରିଥିଲେ। ଏହି ସହିତ ଏହି ଦିବ୍ୟ ଜୀବନର ଅବସାନ ଘଟିଥିଲା। ତାହେଲେ ଦେଖ ତାଙ୍କର ଜୀବନ ଜନ୍ମର ଯେଭଳି ଭାବରେ ମତାନ୍ତର ଘଟିଛି ସେଭଳି ଭାବରେ ମୃତ୍ୟୁର ମଧ୍ୟ ମତାନ୍ତର ଘଟିଛି। କୋଉ ବହିରେ ଖ୍ରୀଷ୍ଟପୂର୍ବ 527 ଦେଲା ବେଳେ କୌଣସି ବହିରେ ମଧ୍ୟ 468 ଦିଆଯାଉଛି। କିନ୍ତୁ ସେ 72 ବୟସରେ ଦେହତ୍ୟାଗ କରିଥିଲେ। କୋଉଠାରେ ନା ବିହାରର ପାବା ଠାରେ ମୃତ୍ୟୁବରଣ କରିଥିଲେ। ତାହେଲେ ଅନ୍ୟ ଏକ ପାର୍ଟରେ ଆମେ ଦେଖିବା ଅନ୍ୟ ଏକ ଇଏରେ ଦେଖିବା ପାର୍ଟରେ ଦେଖିବା ଯେ ଜୈନ ଧର୍ମର ବାଣୀ ବିଷୟରେ ଆମେ ଆଲୋଚନା କରିବା। ଆଜି ଏତିକି। ଭିଡ଼ିଓଟି ଯଦି ଭଲ ଲାଗିଲା ତାହେଲେ ଲାଇକ୍ ସେୟାର ଆଉ ସବସ୍କ୍ରାଇବ କରିଦେବ। ବାଏ।